ବୈଶିଙ୍ଗା ଥାନା ଅଧୀନ ନଡ଼ପୁର ଗ୍ରାମକୁ ମଙ୍ଗଳବାର ସଶସ୍ତ୍ର ପୁଲିସ ଫୋର୍ସ ସହାୟତାରେ ଚଢ଼ାଉ କରିବାକୁ ଯାଇଥିବା ଟାଟା ପାୱାର ଅଧିକାରୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିବା ବେଳେ ଦୀର୍ଘ ସମୟର ଆଲୋଚନା ସତ୍ତ୍ୱେ କୌଣସି ନିଷ୍ପତ୍ତି ନ ହୋଇପାରିବାରୁ ଶେଷରେ ବାଧ୍ୟ ହୋଇ ମଙ୍ଗଳବାର ଅପରାହ୍ନ 4ଟାରେ ସେଠାରୁ ପଛକୁ ପ୍ରତ୍ୟାବର୍ତ୍ତନ କଲେ ଟାଟା ପାୱାର ଅଧିକାରୀ ଏବଂ ସଶସ୍ତ୍ର ପୁଲିସ ଫୋର୍ସ। ସୂଚନା ମୁତାବକ କିଛି ଦିନ ପୂର୍ବରୁ ନଡ଼ପୁର ଗାଁକୁ ଚଢ଼ାଉ କରିବାକୁ ଯାଇଥିବା ଟାଟା ପାୱାର ଟିମ୍କୁ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା। ଏହାପରେ ମଙ୍ଗଳବାର ଅପରାହ୍ନରେ ଟାଟା ପାୱାର ଅଧିକାରୀ ଏକ ପ୍ଲାଟୁନ ସଶସ୍ତ୍ର ପୁଲିସ ଫୋର୍ସ ତଥା ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଅଚାନକ ଚଢ଼ାଉ କରିବାକୁ ନଡ଼ପୁର ଗାଁରେ ପହଞ୍ଚିଥିଲେ। ମଙ୍ଗଳବାର ଅପରାହ୍ନରେ ପୁନର୍ବାର ଗ୍ରାମବାସୀଙ୍କ ସହିତ ଟାଟା ପାୱାର ଅଧିକାରୀଙ୍କର ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ଦୀର୍ଘ ସମୟ ଧରି ଟାଟା ପାୱାର ଅଧିକାରୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିବା ବେଳେ କୌଣସି ନିଷ୍କର୍ଷ ନ ବାହାରିବାରୁ ବାଧ୍ୟ ହୋଇ ଟାଟା ପାୱାର ଅଧିକାରୀ ପୁଲିସ ଫୋର୍ସ ଧରି ପଛକୁ ହଟିଥିଲେ।